ମଳୁ ଖୋଜୁଥିଲା ଆମ୍ବିଳି ପାଣି ବୈଧ କହିଲା ଦେ ତୋରା। ଯିଏ କରୁଛି ରଣନୀତି ସିଏ କରିବ, ସେ ବିଜେପି ହଉ ବିଜେଡି ହଉ କଂଗ୍ରେସ ହଉ। ଆପଣ କିଛି ଦିନ ତଳେ ଦେଖିଥିବେ କଂଗ୍ରେସରୁ ମହମ୍ମଦ ମୁକିମକୁ ବହିଷ୍କାର କରାଗଲା। ସେମିତି ଅତୀତରେ ବିଜେପିରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉଛି, ଆଗାମୀ ଦିନରେ ବି ହେବ। ବିଜେଡ଼ିରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଏବେ ସେମାନେ ଗୋଟେ ନେଇଛନ୍ତି। ନିକଟ ଅତୀତରେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ନିଲମ୍ବନ କରିଥିଲେ। ଯୁବ ନେତା ସେ ପାର୍ଥ ସମେତ ଅନ୍ୟ କେତେ ଜଣଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ। ଏବେ ଏଇଟାକୁ 2 ଜଣ ବିଧାୟକଙ୍କୁ ନିଲମ୍ବିତ। ସନାମହ କୁଣ୍ଡଙ୍କ କଥା କହିଲେ ଆମେ ବୁଝିପାରିବା ଯେ ସନା ମହାକୁଡ଼ ବିଜେଡ଼ିରେ ଯୋଗ ଦେବାଟା ଗୋଟେ ତାଙ୍କର ବାଧ୍ୟବାଧକତା ଥିଲା ସେତେବେଳେ। କାରଣ ସେ ଯେହେତୁ ବ୍ୟବସାୟ ସହିତ ସମ୍ପୃକ୍ତ, ସରକାର ଯେଉଁ ପଟରେ ସେ ସେପଟରେ ରହିବା ସ୍ୱାଭାବିକ କଥା। ସନା ମହାକୁଡ଼ ବିଜୁ ଜନତା ଦଳ ସେତେବେଳେ ପୂର୍ବରୁ ମୀନାକ୍ଷୀ ମହନ୍ତକୁ ଠିଆ କରାଇଲେ, ତା ପରବର୍ତ୍ତୀ ପର୍ଯ୍ୟାୟରେ ନିଜେ ଠିଆ ହେଇକିରି ଜିତିଲେ। ଯଦି ସରକାରଟା ଏଠି ଥାନ୍ତା ହୁଏତ ସନା ମହାକୁଡ଼ଙ୍କର ସ୍ୱର ଏଭଳି ହେଇପାରିନଥାନ୍ତା। କାରଣ ତାଙ୍କର ମୂଳ ଆଧାର ହେଉଛି ବ୍ୟବସାୟଟା। ସେଇ ଯେଉଁ ଖଣି ଅଞ୍ଚଳର ବାମେବାରୀ ଅଞ୍ଚଳର ସେ ଯେଉଁ ଖଣି ଅଞ୍ଚଳରେ ତାଙ୍କର ଯେଉଁ ଦବଦବାଟା ସେଇଟା ହେଉଛି ତାଙ୍କର ମୂଳ ଆଧାର। ସେ ଦାନ ଦାତବ୍ୟ ଏଇସବୁ କରୁଛନ୍ତି। 200 ଟଙ୍କା ଆଣିଲେ ଆଦାୟ ହେଉଛି, ଲୋକଙ୍କୁ 100 ଟଙ୍କା ବାଣ୍ଟିବାରେ କିଛି ଅସୁବିଧା ନାହିଁ, ସେ କରୁଛନ୍ତି, ସେଥିରେ କିଛି ଅସୁବିଧା ନାହିଁ। ଅନ୍ୟମାନଙ୍କ ପାଖରେ ପଇସା ଥାଇକି ଲୋକ କରୁନାହାନ୍ତି, କିନ୍ତୁ ତାଙ୍କର ମୂଳ ଆଧାର ହେଉଛି ବ୍ୟବସାୟ। ଆଉ ଯିଏ ସରକାର ରହିବ ତା ସହିତ ସେ ଯୋଡ଼ି ହେଇକି ରହିବାକୁ ବାଧ୍ୟ। ଅତୀତରେ ତାଙ୍କର ଘର ଭଙ୍ଗା ହେଇଛି, ଅତୀତରେ ତାଙ୍କର ଆକାଉଣ୍ଟ ଫ୍ରିଜ୍ ହେଇଛି ସେ ବିଜେଡ଼ି ସମୟରେ। ତେଣୁ ବାଧ୍ୟବାଧକତାର ସହିତ ସେ ଥିଲେ। ଯେତେବେଳେ ଦଳ ହାରିଯାଇଛି ସେଇ ଦିନଠୁ ସେ ସମ୍ପୂର୍ଣ୍ଣ ଭାବରେ ବିଜେଡ଼ିଠୁ ଟଙ୍ଗ ସାଇଡ୍ ହେଇଯାଇଛନ୍ତି। ଆଉ ଧରା ଛୁଆଁ ଦେଇନାହାନ୍ତି, ନା କୌଣସି ବୈଠକ ଆସୁଛନ୍ତି, ନା ଦଳୀୟ ବିଧାନସଭାର ବିଧାୟକ ଦଳ ବୈଠକକୁ ମଧ୍ୟ ଆସିଲେ ନାହିଁ ଅସୁସ୍ଥତା ଦର୍ଶେଇକିରି। ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ, ସେପଟେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସ୍ୱାଭାବିକ। କାହିଁ ତାଙ୍କ ଜିଲ୍ଲାରୁ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ହେଇଛନ୍ତି, ପ୍ରଶଂସା କରିବାରେ କିଛି ଅସୁବିଧା ନାହିଁ। ଲାଷ୍ଟ ସଭାରେ ସିଏ ଥିଲେ ମୁଣ୍ଡି ମାରିଦେଲେ। ଆଗରୁ ତ ଅସୁସ୍ଥତା ଦର୍ଶେଇକିରି କୌଣସି ବୈଠକକୁ ଆସୁନଥିଲେ। ତା ମାନେ କହୁଛି ତାଙ୍କର ଯେଉଁ ଆକ୍ଟିଭିଟିଟା ସିଏ ଗୋଟେ କଥା ନାହିଁ ଆମ ଓଡ଼ିଆରେ, ମଳୁ ଖୋଜୁଥିଲା ଆମ୍ବିଳି ପାଣି ବୈଦ କହିଲା ଦେ ତୋରାଣି। ବୁଝିପାରୁଛନ୍ତି? ସେମିତି ସିଏ ଚାହୁଁଥିଲେ କେଉଁଠି ନା କେଉଁଠି ଦୂରେଇକିରି ବିଜେଡ଼ିଠୁ ରହିବେ। ଦଳରୁ ଇସ୍ତଫା ଦେଇଦେଲେ ତାଙ୍କର ପତିଆରା ରହିବ ନାହିଁ, ପଦବୀଟି ପଳେଇବ। ବୁଝିପାରୁଛନ୍ତି ତ? ତେଣୁ ସେ ନିଜେ ଗୋଟେ ମନ ଭିତରେ କେଉଁଠି ନା କେଉଁଠି ସେପଟେ ଦେହ କଲିକତା ମନ ଓଡ଼ିଶା ଭଳିଆ ସେ ଏପଟେ ନିର୍ବାଚିତ ଯଦିଓ ବିଜେପିରୁ ସେ ବିଜେପି ଭଳି ଆଚରଣ ପ୍ରଦର୍ଶନ କରି ଆସୁଥିଲେ ମୂଳରୁ। ଏଇ ଯେଉଁ ବିଧାନସଭାର ଶେଷ ବିଧାୟକ ଦଳ ବୈଠକକୁ ମଧ୍ୟ ବିଧାନସଭା ପୂର୍ବରୁ ଆସିଲେ ନାହିଁ। ଆପଣ ଅତୀତରେ ଭିଡ଼ିଓ ବି ଦେଖିଥିବେ, ସନା ବାବୁଙ୍କୁ ନବୀନ ବାବୁ ତାଗିଦ କରୁଥିବାର ଭିଡ଼ିଓ ମଧ୍ୟ ସେତେବେଳେ ଜାରି ହେଇଥିଲା, ପଦାକୁ ଭାଇରାଲ ହେଇଥିଲା। ତେଣୁ ତାଙ୍କର ଯିବାଟା ଗତ ସେ କହିଲେ ବିଜେଡ଼ି କେନ୍ଦୁଝର ଜିଲ୍ଲା ପ୍ରତି ଯଥେଷ୍ଟ ଅନ୍ୟାୟ କରିଛି, ଅବିଚାର କରିଛି, ଯାହା କାମରେ କିଛି କରାଯାଇ ନାହିଁ ବୋଲି କହିଦେଲେ ସରିଲା। ତେଣୁ ସେଇଟା ଇନଷ୍ଟାଣ୍ଟ ରିଜନ୍। ହେଲେ ଲଗାତାର ଭାବରେ ସେ ଦଳଠୁ ଦୂରେଇ ରହୁଥିଲେ। ଅସନ୍ତୁଷ୍ଟ ଦଳ ବି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା, କାହିଁକି କିଛି ଦୃଶ୍ୟମାନ ହେଉନଥିଲା। ତ ସେ ବକ୍ତବ୍ୟଟା ତାଙ୍କର ଥିଲେ ଯେମିତି ସିପାହୀ ବିଦ୍ରୋହର ତତ୍କାଳ କାରଣ ଯେଉଁ ଦାନ୍ତରେ ରଗଡ଼ି କାଢ଼ିବା, ଦାନ୍ତରେ ରସ ଛିଣ୍ଡେଇବା, ସେମିତି ସେଇଟା ତତ୍କାଳ କାରଣ ହୋଇଗଲା 4 ଦିନ ତଳରେ ମୁଖ୍ୟମନ୍ତ୍ରୀଙ୍କର ସଭାରେ ବାଇଟ୍ଟା। ସେଇଟା ଜଣାପଡ଼ିଲା ଯେ ଦଳ ବିରୋଧୀ କାମ ସେ କହିଲେ, ଦଳ ବିରୋଧୀ ମନ୍ତବ୍ୟ ଦେଲେ। କିନ୍ତୁ ଅରବିନ୍ଦଙ୍କ କ୍ଷେତ୍ରରେ ଏଇଟା ଗହନ ରାଜନୀତିର କଥା। ଅରବିନ୍ଦ ନା କେଉଁଠି ଦଳ ବିରୁଦ୍ଧରେ କହିନାହାନ୍ତି। ଆମେ ଯେତିକି ଦୃଶ୍ୟମାନ ଇଏକୁ କହିବା, ଦଳ ବିରୁଦ୍ଧରେ କେଉଁଠି କହିନାହାନ୍ତି। ବିଧାନସଭାରେ ମଧ୍ୟ ଦଳ ବିରୁଦ୍ଧରେ ଦଳର ଶୃଙ୍ଖଳା ଅନୁସାରେ କାମ କରିଛନ୍ତି। ଅଭିଯୋଗ ହେଉଥିଲା ସେ ନିର୍ବାଚନ ମଣ୍ଡଳୀରେ ସେ ଜିଲ୍ଲା ସଂଗଠନ ସହିତ ଜଡ଼ିତ ହୋଇକି ରହୁନଥିଲେ। ଏଇଟା ଗୋଟେ ଅଭିଯୋଗ ହେଇକି ଆସୁଥିଲା ତାଙ୍କ ବିରୁଦ୍ଧରେ। କେହି ତାଙ୍କ ଦଳର ନେତା କହୁଥିଲେ ସିଏ ଦଳ ସହିତ ସେତିକି ଓତପ୍ରୋତ ଭାବରେ ଜଡ଼ିତ ହୋଇକି ଯେତିକି ରହିବା କଥା, ଜିଲ୍ଲା ସଂଗଠନ ହଉ ରାଜ୍ୟ ସଂଗଠନ ସହିତ ହଉ ସେତିକିଟା କ୍ଲୋଜ୍ ହେଇକି ରହିପାରୁନଥିଲେ।
এইটা গোटे एत बड़ कारण नुहे। हाँ विधानसभा जितेबाला पांडियान को कथा उठे पांडियान को कहीं गिरफ करुन पांडियान को कहीं गिरफ करुन हाँ बोली कही से दाबी करती डिमांड करती ऑन फ्लोर ऑफ द हाउस ऑन रेकर्ड ही डिमांड्स जे पांडियान को तुम्हें गिरफ कर जदि से भूल करते एभली कहते यार जदि विपरीत भाव में इम्पैक्ट रोचे यू आर प्रोवोकिंग समबडी टू डू समथिंग तमें जदि कर गिरफ कर हाँ से कथा कह सहित कहले जे जदि के भूल करे तम पाखरे पुलिस अच्छी सीबीआई अच्छी गिरफ करनो कहीं एई जिनिसटा बहुमूल्य टाइम नष्ट करनी समय नष्ट माने इट साउंड्स गुड बट अन्य दिगरु देखिले एइटा मध्य यू आर प्रोवोकिंग द अथॉरिटी टू डू एक्शन टू टेक एक्शन अगेंस्ट एनीबॉडी से मे भी हे पारे सेटा तांको दलर विचार हेतिबो जे तांको दल भाबुथिबो जे एइटा बोधे से कोनोसी भाव रे से दलर जी क्लोज तांको ओडुआरे पकाइबा चेष्टा करमती होते सी गोटे प्रोबेबिलिटी रे एटा गोटे कौन डायरेक्ट विशृंखला नुहे किंतु या पछरे तांकर ओरिजिनटा पलि आसुची पुणी राज्यसभा कथा मन पकई दूँ 98 मसीहार है एवं आगु को राज्यसभा निर्वाचन रे दल भितर किसी गोटे निहाती समथिंग वाज गोइंग ऑन किसी गोटे चली राज्यसभा निर्वाचन हुए तो तार किसी गोटे परिणाम आसता हाँ से कौन आसता जे बीजेडी दिफाल बुझी बीजेडी भांगी बीजेडी रू खातिर कर दलीय हुईप को मानिले अमुक है हुए तो मु कहूँ इट मे नॉट बी ए रीजन बट हुए तो तांको दल नवीन बाबू जितेबले विजु जनता दल जितेबले एक निष्पत्ति नौची ता पछरे पृष्ठभूमि किछि थिबो कारण किछि थिबो जो कारण पाई से माने सब तथ्य संग्रह करथिबे बिना कारण रे बिना आधार रे जन को डाकी आनिकी विधायक कला 1.5 वर्ष पर मात्र दलरू निलंबित करिवार कारण किछि नथिला